ବ୍ୟାସଦେବ ଦେଖିଲେ ନା ଘୋର କଳିଯୁଗ ଆସୁଛି, ଯେପରି ଦ୍ୱାପର ଯୁଗର ଶେଷ କଳି ଯୁଗର ଆରମ୍ଭ, ସେ ସମୟରେ ବ୍ୟାସଦେବଙ୍କର କଥା। ବ୍ୟାସଦେବ ଏବେ ବି ହିମାଳୟରେ ଅଛନ୍ତି, ସେ ବଦ୍ରିକା ଆଶ୍ରମରେ ସେଇଠି ରହିଛନ୍ତି। ଆମେମାନେ ସ୍ଥୂଳ ଚକ୍ଷୁରେ ଦେଖିପାରିବା ନାହିଁ, କାରଣ ସପ୍ତ ଚିରଞ୍ଜୀବୀ ଭିତରେ ବ୍ୟାସଦେବ ଜଣେ। ଅଶ୍ୱତ୍ଥାମା, ବଳି, ବ୍ୟାସ, ହନୁମାନ, ବିଭୀଷଣ, କୃପ, ପରଶୁରାମ। ଆମେ କିନ୍ତୁ ଏଇ କଥାକୁ ଶୁଣିଲା ପରେ ବିଶ୍ୱାସ ହଉନି। ସପ୍ତ ଚିରଞ୍ଜୀବୀ ଭିତରେ ବ୍ୟାସଦେବ ଜଣେ, ସେ ସ୍ଥୂଳ ଶରୀରରେ ବି ଏବେ ବି ଅଛନ୍ତି। ତେଣୁ ସେ ମାନବ ସମାଜକୁ କେତେ ବଡ଼ ଦାନ କଲେ, ଯେଉଁ ଦାନରେ ଆମର ସମସ୍ତ ଅଜ୍ଞାନତା ପଳେଇଯିବ। ସମସ୍ତ ଅଜ୍ଞାନତା ଚାଲି ଯାଇଥିବାରୁ ତାଙ୍କର ଜନ୍ମ ଦିବସକୁ ଗୁରୁ ପୂର୍ଣ୍ଣିମା ଦିବସ ରୂପେ ପାଳନ କରାଯାଏ।